ଟୁନି ଚଢ଼େଇ ତା ଶାଶୁ ଘରକୁ ବହୁତ ସ୍ୱପ୍ନ ନେଇ ଆସିଥିଲା। ସେ ଭାବିଥିଲା ତା ଶାଶୁ ଘରେ ମହାରାଣୀ ହୋଇ ରହିବ। ବଣ୍ଟି ସରକାରୀ ଚାକିରିଟିଏ କରିଥିଲା। ତାଙ୍କର ଥିଲା ଛୋଟ ପରିବାରଟିଏ, କେବଳ ବଣ୍ଟି ଆଉ ତା ମା। କିନ୍ତୁ ବଣ୍ଟି ଯେଉଁ ସରକାରୀ ଚାକିରିଟିଏ କରିଥିଲା ସେଥିରେ ଏତେଟା ବି ଦରମା ନଥିଲା। ସେ ବହୁତ କମ୍ ଦରମା ପାଉଥିଲା। କିଛି ଦିନ ତ ଏମିତି ଭଲରେ କଟିଗଲା। କିନ୍ତୁ ବଣ୍ଟିର ମାଆକୁ ବହୁତ ବୟସ ହୋଇଯାଇଥିବାରୁ ଟୁନିକୁ ଘରର ସବୁ କାମ କରିବାକୁ ପଡ଼ୁଥିଲା। ତେଣୁ ସେ ଏତେ କାମ ସବୁ କରି କରି ଚିଡ଼ି ଯାଉଥିଲା। ଭାବିଥିଲି ମହାରାଣୀ ହେବି, ହେଲେ ମୋ କପାଳରେ ବୋଧେ ସୁଖ ନାହିଁ। ଏମିତି ଚାକରାଣୀ ପରି ଖଟୁଥିବି। ହେଇଟି ବଣ୍ଟି, ତମେ କି ଚାକିରି କରିଛ ବା? ଆମ ଘର ପାଖରେ ଜଣେ ସରକାରୀ ଚାକିରି କରିଛି। ତା ପାଖରେ ତ ବହୁତ ପଇସା, ହେଲେ ତମ ପାଖରେ କ'ଣ ପାଇଁ ନାହିଁ? ମୁଁ ତ ତୁମକୁ ଯାହା କିଣିବାକୁ କହୁଛି ତୁମେ ମୋ ପାଇଁ କିଛି କିଣି ଦଉନ। ଆରେ ଟୁନି, ତୁମ ଘର ପାଖରେ ଯିଏ ସରକାରୀ ଚାକିରି କରିଛି ସେ ଚଢ଼େଇଙ୍କଠୁ ଲାଞ୍ଚ ନେଉଥିବ। ସେଥିପାଇଁ ତା ପାଖରେ ଏତେ ପଇସା ହୋଇଥିବ। ତମେ ସେମିତି ଲାଞ୍ଚ ଆଣୁନା? ନା ନା ଟୁନି, ମୁଁ ସେସବୁ ଖରାପ କାମ କରିବିନି। ମୁଁ ଅନ୍ୟମାନଙ୍କ ସେବା ପାଇଁ ସରକାରୀ ଚାକିରିଟିଏ କରିଛି। ସେମାନଙ୍କୁ ଧୋକା କ'ଣ ପାଇଁ ଦେବି? ଠିକ୍ ଅଛି, ତୁମେ ଲାଞ୍ଚ ଆଣିବାକୁ ଚାହୁଁନ ତ? ଘରେ ଯେତେ ସବୁ କାମ ଅଛି ଆଜିଠାରୁ ନିଜେ କର। ତୁମ ମା ଯୋଉ ଏତେ ସୋତୁରି ଦେଖେଇ ଲୁଗାପଟା ସଫା କରିବାକୁ ପକେଇ ଦଉଛି ସେସବୁ ତୁମେ ନିଜେ ସଫା କର। ନହେଲେ ଗୋଟିଏ ୱାସିଂ ମେସିନ୍ ଆଣ। ଯାହା କରୁଛ କର, ହେଲେ ଆଜିଠାରୁ ମୁଁ ତୁମର ଲୁଗାପଟା ଜମା ବି ସଫା କରିବିନି। କ'ଣ କହିଲ? ମୁଁ ଲୁଗାପଟା ସଫା କରିବି? ଏସବୁ କାମ ତ ମୋ ଦ୍ୱାରା ହେଇପାରିବନି। ଦେଖେ, ଯଦି ଗୋଟିଏ ସେକେଣ୍ଡ ହ୍ୟାଣ୍ଡ ୱାସିଂ ମେସିନ୍ ମିଳିଯାଏ ତେବେ ତାକୁ ନେଇ ଆସିବି। ଏହା କହି ବଣ୍ଟି ପାରା ସେକେଣ୍ଡ ହ୍ୟାଣ୍ଡ ଜିନିଷ ବିକ୍ରି କରୁଥିବା ଏକ ଦୋକାନୀ ପାଖକୁ ଯାଏ ଆଉ ତାକୁ ଏକ ୱାସିଂ ମେସିନ୍ ମାଗେ। ସେ ଦୋକାନୀ ଥାଏ ଭାରି ଠକ। ସେ ବଣ୍ଟିକୁ ଏକ କାମ କରୁନଥିବା ୱାସିଂ ମେସିନ୍ଟେ ଦେଇଦିଏ। ବଣ୍ଟି ପାରା କିଛି ନ ଜାଣି ସେ ୱାସିଂ ମେସିନ୍କୁ ଘରକୁ ନେଇ ଆସେ ଆଉ ତାର ତାର ଯୋଡ଼ି ସୁଇଚ୍ ଅନ୍ କରେ ତ ୱାସିଂ ମେସିନ୍ଟି ଚାଲେ ନାହିଁ। ଆରେ ଇଏ କ'ଣ? ମୁଁ 1000 ଟଙ୍କା ଦେଇ ୟାକୁ ଆଣିଲି, ହେଲେ ଇଏ ତ ଚାଲୁନି। ମୁଁ ଜାଣିଥିଲି ପରା ତୁମକୁ କିଏ ଠକି ଦେଇଥିବ। ନହେଲେ ଏତେ ବଡ଼ ୱାସିଂ ମେସିନ୍ ତୁମକୁ 1000 ଟଙ୍କାରେ କିଏ ଦେଇଦେଲା? ତୁମେ ଖାଲି ସଚୋଟପଣିଆ ଦେଖାଅ, ହେଲେ ତୁମକୁ ସମସ୍ତେ ଠକନ୍ତୁ। ନେଇଯାଅ ଆକୁ ମୋ ଆଗରୁ, ନହେଲେ ଭାଙ୍ଗିକି ଟିକି ଟିକି କରିଦେବି। ଏତିକି ବେଳେ ସେ ୱାସିଂ ମେସିନ୍ଟି କଥା କହିବାକୁ ଲାଗେ। ଶୁଣ ଚଢ଼େଇମାନେ, ମୁଁ କୌଣସି ସାଧାରଣ ୱାସିଂ ମେସିନ୍ ନୁହେଁ। ମୁଁ ହେଉଛି ଏକ ଯାଦୁଇ ୱାସିଂ ମେସିନ୍। ସେ ଦୋକାନୀ ମୋ ବିଷୟରେ କିଛି ବି ଜାଣିନଥିଲା, ସେଥିପାଇଁ ସେ ମୋତେ ତୁମକୁ ବିକ୍ରି କରିଦେଲା। ତୁମର କେତେ ଟଙ୍କା ଦରକାର? ମୁଁ ତୁମକୁ ବହୁତ ଗୁଡ଼ିଏ ଟଙ୍କା ଦେବି, ହେଲେ ତୁମେ ମୋତେ ସବୁବେଳେ ପୋଛାପୋଛି କରି ସଫା ରଖିବ। ଏହା କହି ୱାସିଂ ମେସିନ୍ ସେମାନଙ୍କୁ ବହୁତ ଗୁଡ଼ିଏ ଟଙ୍କା ଦିଏ। ଆରେ ବାପ୍ରେ, ଏତେ ଟଙ୍କା! ବଣ୍ଟି ଆଉ ଟୁନି ଏତେ ଟଙ୍କା ଦେଖି ବହୁତ ଖୁସି ହୋଇଯାଆନ୍ତି। ଶୁଣ ଚଢ଼େଇମାନେ, ମୋର ଗୋଟିଏ କଥା ମନେ ରଖିବ। ମୋତେ ଲୋଭୀ ଆଉ ଅଳସୁଆ ଲୋକ ଜମା ବି ପସନ୍ଦ ନୁହେଁ। ସେଥିପାଇଁ ତୁମେ ଯେମିତି ଲୋଭ ନ କର ଆଉ ଅଳସୁଆ ନ ହୁଅ। ହଉ ହଉ, ଠିକ୍ ଅଛି। ତାପରେ ଟୁନି ଚଢ଼େଇ ସେ ପଇସାକୁ ନେଇ ସୁନା ଗହଣା କିଣି ନିଜ ଦେହକୁ ସଜେଇ ଦିଏ। ବଣ୍ଟି ପାରା ସେ ପଇସାରେ ଗୋଟିଏ ବଡ଼ ଘର ଆଉ ଗାଡ଼ିଟେ କିଣେ। ଏମିତି ସବୁଦିନ ସେ ୱାସିଂ ମେସିନ୍ ତାଙ୍କୁ ପଇସା ଦିଏ। ସେଇ ପଇସାକୁ ନେଇ ଟୁନି ଅନ୍ୟ ଚଢ଼େଇମାନଙ୍କୁ ଲୋନ୍ ଦିଏ ଆଉ ସେମାନଙ୍କଠାରୁ ବହୁତ ସୁଧ ଆଣେ। ଦିନେ ବଣ୍ଟି ପାରା ଟୁନିକୁ କୁହେ, ଆରେ ଟୁନି, ଆମ ପାଖରେ ତ ଏତେ ପଇସା ହେଇଗଲାଣି, ମୁଁ ଆଉ କାହିଁକି ସେ ଚାକିରିକୁ ଯିବି? ହଁ ହଁ, ତୁମେ ଆଉ ସେ ଚାକିରିକୁ ଯାଅନି। ତୁମେ ମୋ ସାଙ୍ଗରେ ଏଇ ଲୋନ୍ ବିଜନେସ୍ କର। ଏମିତି କିଛି ଦିନ ପରେ ବଣ୍ଟି ପାରା ମଦ ପିଇବାକୁ ଲାଗେ ଆଉ ଟୁନି ଚଢ଼େଇ ସବୁବେଳେ ଟିଭି ଦେଖେ। ଘରର କାମ କରିବାକୁ ଅନ୍ୟ ଚଢ଼େଇମାନଙ୍କୁ କାମରେ ଲଗେଇ ଦେଇଥାଏ। ସେମାନେ ଦିନକୁ ଦିନ ଭାରି ଅଳସୁଆ ହେଇଯାଆନ୍ତି।
ଆଉ କିଛି ବି କାମ କରନ୍ତି ନାହିଁ। ସେଥିପାଇଁ ଦିନେ ସେ ୱାସିଂ ମେସିନ୍ ତାଙ୍କ ଘରୁ ଗାୟବ ହୋଇଯାଏ। ଆଉ ତା ପଛେ ପଛେ ତାଙ୍କ ଘର, ଗାଡ଼ି ଓ ଟଙ୍କା ପଇସା ମଧ୍ୟ ଗାୟବ ହୋଇଯାଏ। ଆଉ ସେମାନେ ପୁରା ଗରିବ ହୋଇଯାଆନ୍ତି।